ନାହିଁ କି ଦେଶରେ ଶାନ୍ତି ନାହିଁ, ରାଜ୍ୟରେ ଶାନ୍ତି ନାହିଁ, ମଣ୍ଡଳୀ ମାନଙ୍କ ମଧ୍ୟରେ ଶାନ୍ତି ନାହିଁ। ବହୁତ କିଛି ଏପରି ଭାବେ ଶୈତାନ କାର୍ଯ୍ୟ କରୁଛି ଯେ ପରିବାର ମଧ୍ୟ ଏକତା ନାହିଁ କି ନାନା ରକମର ଶତ୍ରୁ ଶୈତାନ ସେ ଆମମାନଙ୍କ ଏମିତି ବିଚଳିତ ସ୍ଥିର କରିବାକୁ। କିନ୍ତୁ ଆମେ ଯଦି ଈଶ୍ୱରଙ୍କ ସହିତ ପ୍ରଭୁ ଯୀଶୁଙ୍କ ସହିତ ଲାଗି ରହିବା, ତାଙ୍କର ଇଚ୍ଛା ଅନୁସାରେ ଚାଲିବା, ନିଶ୍ଚୟ ସେ ସମସ୍ତରେ ପ୍ରଭୁ ସେ ବିଜୟ ସାଧନ କରୁଛନ୍ତି ଏବଂ କରିବେ ମଧ୍ୟ। ଯାହାକି ଆଜି ଫେବ୍ରୁଆରୀ 13:8 ପଢା ହଉଥିଲା, ଯୀଶୁ ଖ୍ରୀଷ୍ଟ କାଲି ଆଜି ଚିରକାଳ ସମାନ ଅଟନ୍ତି। ସେମାନଙ୍କ ସହିତ ରହିଛନ୍ତି, ରହିଥିବେ ଆଉ ରହିଲେ ମଧ୍ୟ ତିନୋଟି କାଳ ପର୍ଯ୍ୟନ୍ତ। ତେଣୁ ସେଇ ଅନୁସାରେ ଆଜି ପ୍ରଭୁ ଆମମାନଙ୍କ ନିମିତ୍ତ ସହବର୍ତ୍ତୀ। ଆଜି ଆମେ ଗୋଟେ ପ୍ରଭୁଙ୍କ ବାକ୍ୟରୁ ଦେଖିବା, ଜଣାଶୁଣା ବାକ୍ୟ, ଏଇଟା ନୂତନ କିଛି ନାହିଁ। ଦ୍ୱିତୀୟ ବଂଶାବଳୀ 16 ପର୍ବର 9 ପଦ। କାରଣ ସଦାପ୍ରଭୁଙ୍କ ପ୍ରତି ଯେଉଁମାନଙ୍କର ଅନ୍ତଃକରଣ ସିଦ୍ଧ ଥାଏ, ସେମାନଙ୍କ ପକ୍ଷରେ ଆପଣାକୁ ବଳବାନ ଦେଖାଇବା ପାଇଁ ତାହାଙ୍କର ଚକ୍ଷୁ ପୃଥିବୀରେ ସର୍ବତ୍ର ଏଣେ ତେଣେ ଦୌଡ଼ଏ। ପ୍ରଭୁ ଏ ବାକ୍ୟ ଆଶୀର୍ବାଦ କର। ଯେଉଁମାନଙ୍କର ଅନ୍ତଃକରଣ ସିଦ୍ଧ ଥାଏ, ସଦାପ୍ରଭୁଙ୍କର ପ୍ରତି, ଜଗତର ପ୍ରତି ନୁହେଁ, ସଦାପ୍ରଭୁଙ୍କର ପ୍ରତି ଯେଉଁମାନଙ୍କର ହୃଦୟ ଦେଖନ୍ତି। ପରମେଶ୍ୱର ଆମକୁ ହୃଦୟ ଦେଖନ୍ତି, ଆମେ ମନୁଷ୍ୟ ବାହାରେ ଦେଖେ, କିନ୍ତୁ ସେ ହୃଦୟର ମର୍ମ କଥା। ଆଉ ତାଙ୍କୁ ସେ ଯେପରି ଚାହାନ୍ତି ଅନ୍ତଃକରଣ ସିଦ୍ଧ ଥାଏ, ସେମାନଙ୍କ ପକ୍ଷରେ, ସିଦ୍ଧ ଥିବା ବ୍ୟକ୍ତିମାନଙ୍କ ପକ୍ଷରେ, ତାଙ୍କୁ ନିଜର ବୋଲିକି ରଖିବା ଲୋକଙ୍କ ପକ୍ଷରେ କଣ କରିବାକୁ, ଆମେ ଦୁର୍ବଳ ହେଲେ ମଧ୍ୟ ସେ ବଳବାନ ଦେଖାଇବା ପାଇଁ ତାହାଙ୍କର ଚକ୍ଷୁ ଏଇ ସାରା ପୃଥିବୀର ସର୍ବତ୍ର ସବୁଆଡେ ଏଣେ ତେଣେ ଦୌଡୁଛି। ତେଣୁ ପ୍ରାର୍ଥନାଶୀଳ ବ୍ୟକ୍ତିର ମାଧ୍ୟମରେ ଈଶ୍ୱର ମହାକାର୍ଯ୍ୟ ସାଧନ କରିବାକୁ ସେ ଚାହାନ୍ତି। ଯେଉଁମାନଙ୍କ ଅନ୍ତଃକରଣ ସଦାପ୍ରଭୁଙ୍କର ପ୍ରତି ସିଦ୍ଧ, ସେମାନଙ୍କ ଦ୍ୱାରା ହିଁ ମହାକାର୍ଯ୍ୟ ସେ କରିପାରନ୍ତି। ଏହି କାର୍ଯ୍ୟ ଆମେ ନିଶ୍ଚୟ ଆମେ ବୀରେନ୍ଦ୍ରଙ୍କୁ ଦେବୁ। ଏତେ ମହାକାର୍ଯ୍ୟ ସେ ପ୍ରଭୁଙ୍କର କାର୍ଯ୍ୟ କରୁଛନ୍ତି, କୌଣସି ସ୍ଥାନରେ ବାକି ନାହିଁ। ଯୋଉଠି ଆମେ ଭୟ କରୁ ଜଗତର ଲାଇନରେ, ସେ ସ୍ଥାନରେ ଈଶ୍ୱରଙ୍କ ଶକ୍ତିରେ ସେ ପ୍ରବେଶ କରୁଛନ୍ତି, ନିଜର ଶକ୍ତିରେ ନାହିଁ। ତେଣୁ ସେ ସମସ୍ତ କାର୍ଯ୍ୟରେ ଶକ୍ତି ହଉଛି, ପ୍ରଭୁଙ୍କର କାର୍ଯ୍ୟ ହଉଛି। ଲୋକ ଯିବାକୁ ଭୟ କରିବେ, ମୋ ପରି ଲୋକରେ ଯାଇପାରିବେ ନା, କିନ୍ତୁ ସେ ସ୍ଥାନରେ ପ୍ରଭୁ ତାଙ୍କୁ ବ୍ୟବହାର କରୁଛନ୍ତି। ଅନେକ ପ୍ରାର୍ଥନା କରିପାରନ୍ତି, କିନ୍ତୁ ଈଶ୍ୱରଙ୍କ ହସ୍ତରେ ବ୍ୟବହୃତ ହେବାକୁ ହେଲେ ତାହାଙ୍କ ପ୍ରତି ଅନ୍ତଃକରଣ ସିଦ୍ଧ ହେବା ଦରକାର। ଜଣେ ଶିକାରୀ ଯେବେ କୌଣସି ପକ୍ଷୀ ଶିକାର କରେ, ତେବେ ସେ ତାର ସମସ୍ତ ଲକ୍ଷ୍ୟ ସେ ପକ୍ଷୀର ଉପରେ ହିଁ କେନ୍ଦ୍ରୀଭୂତ କରିଥାଏ। ତା ଲକ୍ଷ୍ୟକୁ ଭ୍ରଷ୍ଟ ହେବାକୁ ଦିଏ ନାହିଁ, କାରଣ ତାର ସମସ୍ତ ଏକାଗ୍ରତା ସେ ପକ୍ଷୀର ଉପରେ ସ୍ଥିର ରଖେ। ସେହିପରି ଆମମାନେ ଯଦି ଈଶ୍ୱରଙ୍କୁ ହିଁ ଆମମାନଙ୍କର ଜୀବନର ଲକ୍ଷ୍ୟ ସ୍ଥଳର କରିବା, ତେବେ ଆମମାନଙ୍କ ଜୀବନରେ ସମସ୍ତ ଏକାଗ୍ରତା ତାହାଙ୍କ ଉପରେ ହିଁ ଆମମାନଙ୍କୁ ସ୍ଥାପନ କରିବା ପ୍ରୟୋଜନ ଅଟେ। ଯେପରି ପାଉଲ ଲେଖିଛନ୍ତି, ସେ ମୃତମାନଙ୍କ ମଧ୍ୟରୁ ପ୍ରଥମ ଜାତ ଯେପରି ସମସ୍ତ ବିଷୟରେ ସେ ଅଗ୍ରଗଣ୍ୟ ହୁଅନ୍ତି। 1 Corinthians 1:18। ପ୍ରଭୁ ଯୀଶୁଙ୍କୁ ଯେବେ ଆମେ ମାନେ ସମସ୍ତ ବିଷୟରେ ଅଗ୍ରଗଣ୍ୟ ସ୍ଥାପନ କରୁ, ତେବେ ଆମମାନଙ୍କର ଲକ୍ଷ୍ୟ ତାହାଙ୍କର ପ୍ରତି ସ୍ଥିର ହୋଇପାରେ। ତେବେ ଆମମାନଙ୍କର ପ୍ରାର୍ଥନା ବିଜୟ ପ୍ରାର୍ଥନା ରୂପାନ୍ତରିତ ହୁଏ। ଆମମାନଙ୍କର ସମସ୍ତ ଶକ୍ତିକୁ ସେ ପ୍ରାର୍ଥନାକୁ କାର୍ଯ୍ୟରେ ରୂପାନ୍ତରିତ ଜୟ କରିପାରିବା। ଯେପରି ବାଇବଲରେ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳେ, ଯାହାକି ଦାଉଦଙ୍କର ଜୀବନରେ, ଦାନିଏଲଙ୍କ ଜୀବନରେ, ପାଉଲଙ୍କ ଜୀବନ, ଭକ୍ତମାନଙ୍କ ଜୀବନରେ କେତେ ପରୀକ୍ଷା ସେମାନଙ୍କ ନିମନ୍ତେ। ଦାଉଦଙ୍କ ଜୀବନ ଆମେ ଜାଣୁ କେତେ ରକମର ପରିସ୍ଥିତି ସମସ୍ୟା। ସେହିପରି ଦାନିଏଲଙ୍କ ଜୀବନରେ ମଧ୍ୟ, ପାଉଲଙ୍କ ଜୀବନ ଗୋଟେ ଯେ ପ୍ରକାଶ କରେ ବହୁତ ସମୟ ଲାଗିବ, କିନ୍ତୁ ସେମାନଙ୍କ କେତେ ପରୀକ୍ଷା। ସେମାନଙ୍କ ଭକ୍ତମାନଙ୍କ ଜୀବନରେ ଆମେ ଦେଖୁ ଈଶ୍ୱରଙ୍କ ପ୍ରତି ତାଙ୍କର କିପରି ଏକାଗ୍ରତା। ସେମାନେ କୌଣସି ଅବସ୍ଥାରେ ସେମାନଙ୍କ ଲକ୍ଷ୍ୟ ସ୍ଥଳରୁ ବିପଥଗାମୀ ହୋଇନାହାନ୍ତି। ଯେଡ଼େ ବଡ଼ ପରୀକ୍ଷା ହେଲେ ମଧ୍ୟ ଏପଟ ସେପଟ ହେଇନାହାନ୍ତି, ଈଶ୍ୱରଙ୍କ ଉପରେ ନିର୍ଭର କରୁଛନ୍ତି। ସେ ସମସ୍ତ ବିଷୟ ନେଇ ସେମାନେ ପ୍ରାର୍ଥନା କରୁଥିଲେ, ତାହା କାର୍ଯ୍ୟରେ ପରିଣତ କରିବା ପାଇଁ ସେମାନେ ସର୍ବଶକ୍ତି ନିୟୋଗ କରି ଯାଇଛନ୍ତି ଏବଂ ସେଥିରେ କୃତକାର୍ଯ୍ୟ ମଧ୍ୟ ହୋଇଛନ୍ତି। ଆମମାନଙ୍କ ପ୍ରାର୍ଥନା ଲକ୍ଷ୍ୟ ଉଦ୍ଦେଶ୍ୟ ଯଦି ତାହାଙ୍କ ଦିଗରେ ରହେ, ତେବେ ଆମମାନେ ମଧ୍ୟ କୃତକାର୍ଯ୍ୟ ହେବା। ଆମମାନଙ୍କ ପ୍ରାର୍ଥନା ବିଷୟ ସମ୍ବନ୍ଧରେ ଆମେ ମାନେ କେତେଟା ଏକାଗ୍ର ହେବା,
ତାହା ଆମେ ଦେଖିବାକୁ ଚାହୁଁ। ସେ ତାହା ଦେଖିବାକୁ ଆମେ କିପରି ଆମେ ଏକତା, କିପରି ତାଙ୍କ ସହିତ ସ୍ଥିତ, କିପରି ଆମ ସହିତ ଆମେ ସେଇଟା ସେ ଦେଖିବାକୁ ଚାହାନ୍ତି ଈଶ୍ୱର ଦେଖନ୍ତି। ତେଣୁ ଫିଲିପ 3:14 ଅଛି, ପଶ୍ଚାତ ବିଷୟ ସବୁ ମନର ଦୂର କରି ସମ୍ମୁଖରେ ଥିବା ବିଷୟକୁ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଈଶ୍ୱରଙ୍କ ସ୍ୱର୍ଗୀୟ ଆହ୍ୱାନର ପଣ ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟ ସ୍ଥଳକୁ ଦୌଡୁଅଛି। ଯାହା ଗତ ଦିନ ମାନଙ୍କ ସମସ୍ତ ଭୁଲି ଆଗକୁ କଣ ଅଛି, ପଶ୍ଚାତ ବିଷୟ ଭୁଲି ଆଗକୁ ଥିବା ବିଷୟଟାକୁ ସେ ଦୌଡ଼ିବା ପାଇଁ, ଧରିବା ପାଇଁ, କାର୍ଯ୍ୟ ସାଧନ କରିବା ପାଇଁ ମୁଁ ଦୌଡୁଅଛି। ଏଟା ପ୍ରେରିତ ପାଉଲଙ୍କର ବିଷୟ। ଏପରି ଆମେ ଦେଖୁ ଗୀତ ସଂହିତା 44:5 ତୁମ୍ଭ ଦ୍ୱାରା ଆମେ ବିପକ୍ଷ ଗଣକୁ ଭୁସି ପକାଇବା। ତୁମ୍ଭ ଦ୍ୱାରା, କାହା ଦ୍ୱାରା ସେ ଭୁସି ପକାଇବ? ତ ବିପକ୍ଷ ଗଣକୁ, ଆମର ବିପକ୍ଷ ଶୈତାନ। ସେ ଶୈତାନକୁ ତୁମ ଦ୍ୱାରା ଆମେ ଭୁସି ପକାଇବା। ଯେଉଁମାନେ ଈଶ୍ୱରଙ୍କ ସଙ୍ଗେ ସଂଯୁକ୍ତ ଜୀବନ ଯାପନ କରନ୍ତି ସେମାନଙ୍କର ଶକ୍ତି ଈଶ୍ୱରଙ୍କର ହିଁ ଶକ୍ତି। ଏଇ ଶକ୍ତି ମନୁଷ୍ୟର ଶକ୍ତି ନାହିଁ ଯେ ଈଶ୍ୱରଙ୍କ ସହିତ ସଂଯୋଗ, ଈଶ୍ୱର ସହିତ ତାଙ୍କର ଆଦାନ ପ୍ରଦାନ କରନ୍ତି। ସେମାନଙ୍କର ଶକ୍ତି ଈଶ୍ୱରଙ୍କର ଶକ୍ତି। ଯେପରି ଗୋଟେ ଶାଖା ନଦୀରେ ପ୍ରଧାନ ନଦୀର ଜଳ ପ୍ରବାହିତ ହୁଏ, ଅଥବା ଗୋଟେ ଗଛର ଶାଖାରେ କାଣ୍ଡର ରସ ପ୍ରବାହିତ ହୁଏ, ସେହିପରି ଈଶ୍ୱର ଭକ୍ତଙ୍କର ଜୀବନରେ ଈଶ୍ୱରଙ୍କ ଶକ୍ତି ହିଁ ପ୍ରବାହିତ ହୁଏ। ଆମେ ଜଗତ ହିସାବରେ ଦୁର୍ବଳ ହେଇପାରେ, କିନ୍ତୁ ଈଶ୍ୱରଙ୍କ ଶକ୍ତି, ତାଙ୍କର ପରିଶ୍ରମ, ତାଙ୍କ ଦ୍ୱାରା ସବୁ ସମସ୍ତ ବିଜୟ ସାଧିତ ହୁଏ। ତେଣୁ ପ୍ରଭୁ ଯୀଶୁ କହିଛନ୍ତି, ମୁଁ ଦ୍ରାକ୍ଷାଲତା, ତୁମେ ମାନେ ଶାଖା। ଯେ ମୋ ଠାରେ ରୁହେ ଆଉ ମୁଁ ଯାହାଠାରେ ରହେ ସେ ପ୍ରଚୁର ଫଳରେ ଫଳବାନ ହୁଏ, କାରଣ ମୋ ବିନା ତୁମେ କିଛି କରିପାରିବ ନାହିଁ। ପ୍ରଭୁ ଯୀଶୁଙ୍କ ବିନା ଆମେ କିଛି କରିପାରିବ ନାହିଁ। ଯଦି ଆମେ ତାଙ୍କଠାରେ ଲାଗି ରହୁ, ଆମେ ତାଙ୍କର ଇଚ୍ଛା ମତ ଚାଲୁ, ତାହେଲେ ଆମମାନଙ୍କ ଜୀବନରେ ସେ କାର୍ଯ୍ୟ ସାଧନ ହେବ। ଶୈତାନକୁ ଜୟ କରିବା ନିମନ୍ତେ ଆମମାନଙ୍କ ନିଜସ୍ୱ କୌଣସି ଶକ୍ତି ନାହିଁ। ଏଇ ଶୈତାନ ଯାହା ବିପକ୍ଷ ଶୈତାନ ରହିଛି, ନିଜର ଶକ୍ତିରେ ଆମେ ତାକୁ ଜୟ କରିପାରିବା ନାହିଁ। କିନ୍ତୁ ଯଦି ଆମେ ମାନେ ପ୍ରଭୁ ଯୀଶୁଙ୍କ ସଙ୍ଗରେ ଯୁକ୍ତ ରହିବା, ତେବେ ଆମେ ତାହାକୁ ଜୟ କରିପାରିବା। ଯେତେବେଳେ ଦାଉଦ ରାଜା ଗଲିଆତ ବୀରର ସଙ୍ଗେ ଯୁଦ୍ଧ କଲେ, ତେବେ ସେ ଯୁବକ ମାତ୍ର, ଦାଉଦ କେବଳ ଯୁବକ ମାତ୍ର, କିନ୍ତୁ ଗଲିଆତ ବାଲ୍ୟକାଳ ବୋଧେ ସେ ଯୋଦ୍ଧା ଥିଲେ, ଛୋଟବେଳୁ ସେ ଯୋଦ୍ଧା ଥିଲେ। ସେ ସମୟରେ ଅସ୍ତ୍ର ଶସ୍ତ୍ରରେ ସବୁବେଳେ ଅସ୍ତ୍ର ସହିତ, କିନ୍ତୁ ଦାଉଦ କୌଣସି ଅସ୍ତ୍ର ବ୍ୟବହାର କରିନଥିଲେ। ଯାହାଙ୍କ ସାକ୍ଷାତରେ ଇସ୍ରାଏଲର ମହାପରାକ୍ରମୀ ଯୋଦ୍ଧା ମାନେ ମଧ୍ୟ ଯିବାକୁ ସାହସ କରିପାରିଲେ ନାହିଁ। ଦାଉଦଙ୍କ ଛଡା ଅନ୍ୟମାନେ କେହି ସାହସ କରିପାରେ ନାହିଁ, ଯେହେତୁ ସେ ଗଲିଆତଙ୍କ ସମୟରେ ଠିଆ ହେବାର କେହି ସାହସ କରିପାରିଲେ ନାହିଁ। ତାଙ୍କ ସାକ୍ଷାତରେ କେହି ସାହସ କଲେ ନାହିଁ। ଦାଉଦ ନିର୍ଭୀକ ଭାବରେ ନିର୍ଭୀକ ଚିତ୍ତରେ ଯିବାକୁ ସାହସ କଲେ। କିପରି? କାରଣ ସେ ଜାଣୁଥିଲେ ଏହି ଯୁଦ୍ଧ ତାହାଙ୍କର ନୁହେଁ, କିନ୍ତୁ ଈଶ୍ୱରଙ୍କର। ଏହି ଯୁଦ୍ଧ ଦାଉଦଙ୍କର ଜୀବନ, ଦାଉଦଙ୍କର ଜଗତ ହିସାବରେ ତାଙ୍କ ନୁହେଁ, ଏଇଟା ହଉଛି ଈଶ୍ୱରଙ୍କର। ତେବେ ଗଲିଆତ ସେଇ ଜୀବନ୍ତ ଈଶ୍ୱରଙ୍କ ବିରୁଦ୍ଧରେ ପରିହାସ କରୁଛି, ତେବେ ତାହାର ପରାଜୟ ଅନିବାର୍ଯ୍ୟ। ଈଶ୍ୱର ହିଁ ତାହାଙ୍କୁ ଚୂର୍ଣ୍ଣ କରିବେ। କିନ୍ତୁ ଦାଉଦ କେବଳ ଅସ୍ତ୍ର ରୂପରେ ସାମ୍ନାରେ କେବଳ ଠିଆ ହେବାକୁ ପଡିବ। ଅସ୍ତ୍ର ରୂପେ ଦାଉଦ ଠିଆ ହେଲେ, କିନ୍ତୁ ଏଇ ଯୁଦ୍ଧଟା ନିଜେ ଈଶ୍ୱର ତାଙ୍କ ପାଖରେ ଠିଆ ହେଇକି କଲେ। ଆଜି ଆମମାନଙ୍କର କର୍ତ୍ତବ୍ୟ ଦାଉଦଙ୍କ ପରି ସାମ୍ନାରେ ଠିଆ ହେବା ଏବଂ ଖ୍ରୀଷ୍ଟଙ୍କ ସହ ସଂଯୁକ୍ତ ଜୀବନ ଯାପନ କରିବା, ଯେପରିକି ତାଙ୍କ ଶକ୍ତି ଆମମାନଙ୍କ ମଧ୍ୟ ଦେଇ ପ୍ରକାଶିତ ହୋଇପାରେ। ପ୍ରାର୍ଥନାର ମଧ୍ୟ ଦେଇ ଏହି ଅବସ୍ଥା ରକ୍ଷା କରିବା ସମ୍ଭବ। ପାଉଲ ଏଫେସୀୟ ପତ୍ରରେ ଲେଖିଛନ୍ତି, ତୁମମାନେ ଯେପରି ଶୈତାନର ସମସ୍ତ ଚାତୁରୀ ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର, ଏଥିରେ ମଧ୍ୟ ଈଶ୍ୱର ଦତ୍ତ ସମସ୍ତ ସଜାରେ ଆପଣାକୁ ସୁସଜ୍ଜିତ କର। ଏଫେସୀୟ 6:11 ଅନୁସାରେ, ସଦାପ୍ରଭୁ ମୋହର ଜ୍ୟୋତି ଓ ମୋହର ପରିତ୍ରାଣ, ମୁଁ କାହାକୁ ଭୟ କରିବି? ସଦାପ୍ରଭୁ ମୋ ଜୀବନର ବଳ, ମୁଁ କାହାଠାରେ ଭୀତ ହେବି? ଗୀତ ସଂହିତା 27:1। ଏ ସମସ୍ତ ବିଜୟର କାର୍ଯ୍ୟ, ଏ ସମସ୍ତ ଈଶ୍ୱରଙ୍କ ସହିତ ପ୍ରଭୁ ଯୀଶୁଙ୍କର ଶକ୍ତିରେ ବିଜୟର କାର୍ଯ୍ୟ ଆମେ ଦେଖୁଛୁ। ଆଉ ଦେଖିବା ଲୁକ 10:19, ଦେଖ ମୁଁ ତୁମମାନଙ୍କୁ ସାପ ଓ ବିଚ୍ଛା ଉପରେ ଚାଲିବାକୁ କ୍ଷମତା ଦେଇ
ଛାପ ଆଉ ବିଛା ଉପରେ ଚାଲିବାକୁ ଦେଇ ଅଛି। ପୁଣି ଶତ୍ରୁର ସମସ୍ତ ଶକ୍ତି ଉପରେ ମଧ୍ୟ କ୍ଷମତା ଦେଇ ଅଛି। ଶତ୍ରୁର ସମସ୍ତ ଶକ୍ତି ଉପରେ ମୁଁ ତମକୁ କ୍ଷମା ଦେବି। କୌଣସି ରାଷ୍ଟ୍ର ଯେବେ ତାର ସୈନ୍ୟମାନଙ୍କୁ ଯୁଦ୍ଧ କ୍ଷେତ୍ରକୁ ପଠାନ୍ତି, ତେବେ ସେମାନଙ୍କୁ ବିନା ଅସ୍ତ୍ରରେ ପଠାନ୍ତି ନା, ସେମାନେ ଉପଯୁକ୍ତ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ କରି ପଠାନ୍ତି। ପ୍ରଭୁ ଯୀଶୁ ମଧ୍ୟ ଯେବେ ତାଙ୍କ ଶିଷ୍ୟମାନଙ୍କୁ ସୁସମାଚାର ପ୍ରଚାର ନିମନ୍ତେ ପଠାଇଲେ, ସେ ଆତ୍ମିକ ଅସ୍ତ୍ର ଶସ୍ତ୍ରରେ ସୁସଜ୍ଜିତ କରି ହିଁ ପଠାଇଲେ। ସାପ ବିଛା ହେଲା ବିପକ୍ଷର ଧ୍ୱଂସକାରୀ ଶକ୍ତି। ଶୈତାନକୁ ଈଶ୍ୱରଙ୍କ ବାକ୍ୟରେ ପୁରାତନ ସର୍ପ ବୋଲି ଆଖ୍ୟା କରାଯାଇଛି, ଯାହା ପ୍ରକାଶିତ 12:9 ଅନୁସାରେ। ପ୍ରଭୁ ଯୀଶୁ ତାର ସନ୍ତାନ ମାନଙ୍କୁ ଶୈତାନର ସମସ୍ତ ଶକ୍ତିର ଉପରେ କ୍ଷମତା ଦେଇ ପ୍ରେରଣ କରିଥାନ୍ତି। ଜଣେ ଭକ୍ତ ଲୋକ କହିଛନ୍ତି, ଜଣେ ପୂର୍ଣ୍ଣ ବିଶ୍ୱାସର ପାଖରେ ଶୈତାନ ତାର ସମସ୍ତ ଶକ୍ତି ନେଇ ମଧ୍ୟ ଠିଆ ହୋଇପାରେ ନାହିଁ। ଶୈତାନ with all his power is no method is a full believer। ଆଉ ଏ କଥା ବି ସତ୍ୟ। ଆମମାନଙ୍କ ଜୀବନରେ ଶୈତାନ ପ୍ରବଳ କାର୍ଯ୍ୟ ଦେଖିବାକୁ ପାଉ। ଏଥିପାଇଁ ଆମେ ଏହି ସତ୍ୟ ଗଣନା ନ କରି କିମ୍ବା ଈଶ୍ୱରଙ୍କ ଶକ୍ତି ଆମମାନଙ୍କ ଜୀବନକୁ ସଂରକ୍ଷଣ କରିବା ଚେଷ୍ଟା କରୁନ। ସେ ଶିଷ୍ୟମାନଙ୍କୁ କହିଥିଲେ, କିନ୍ତୁ ପବିତ୍ର ଆତ୍ମା ତୁମମାନଙ୍କୁ ଅବତୀର୍ଣ୍ଣ ହୁଅନ୍ତେ ତୁମମାନେ ଶକ୍ତି ପ୍ରାପ୍ତ ହେବ। ପ୍ରେରିତ 1:8। ପ୍ରଭୁ ଯୀଶୁ ପବିତ୍ର ଆତ୍ମା ପ୍ରେରଣ କରିଅଛନ୍ତି। ସେ ବର୍ତ୍ତମାନ ଜଗତରେ ଆମ୍ଭେ ତାହାର ଶକ୍ତି ଆମମାନଙ୍କ ଜୀବନରେ ଗ୍ରହଣ କରିପାରୁ। ପ୍ରାର୍ଥନା ହେଲା ତାର ଉପଯୁକ୍ତ ମାଧ୍ୟମ, ଯାହାର ମଧ୍ୟ ଦେଇ ଆମେ ତାର ଶକ୍ତି ଆମମାନଙ୍କ ଜୀବନରେ ଗ୍ରହଣ କରିପାରୁ। ତେଣୁକରି ପ୍ରାର୍ଥନା ଛଡ଼ା ଆମମାନଙ୍କ ଜୀବନ ଶକ୍ତିଯୁକ୍ତ ହୋଇନପାରେ। ଆଉ ଜୀବନ ଶକ୍ତିଯୁକ୍ତ ନହେଲେ ଶୈତାନର ଶକ୍ତିକୁ ମଧ୍ୟ ଆମେ ଜୟ କରିପାରିବା ନାହିଁ। କାରଣ ଈଶ୍ୱର ଆମମାନଙ୍କୁ ଭୀରୁତାର ଆତ୍ମା ଦେଇନାହାନ୍ତି, ମାତ୍ର ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି। 2 ତିମୋଥୀ 1:7। ଏହିପରି ଆମେ ଈଶ୍ୱରଙ୍କ ଶକ୍ତିରେ, ପ୍ରଭୁ ଯୀଶୁଙ୍କ ଶକ୍ତିରେ ସମସ୍ତ କିଛି ଆମେ ବିଜୟ ସାଧନ କରିବା, ଯଦି ଆମେ ତାଙ୍କ ସହିତ ଲାଗି ରହିପାରିବା। ଆମେ ଯାକୁବଙ୍କ ବିଷୟ ଆମେ ଦେଖୁ, ଆଦି ପୁସ୍ତକ 32:28। ତମେ ଯାକୁବ ନାମରେ ବିଖ୍ୟାତ ହେବ ନାହିଁ, ମତେ ଇସ୍ରାଏଲ ପରମେଶ୍ୱର ସହିତ ଯୋଦ୍ଧା ନାମରେ ବିଖ୍ୟାତ ହେବ। ତେଣୁ ତମେ ପରମେଶ୍ୱର ମନୁଷ୍ୟ ସହିତ ଯୁଦ୍ଧ କରି ଜୟୀ ହୋଇଅଛ। এই ଯୁଦ୍ଧ ଯାକୁବ କିପରି ତାଙ୍କ ନାମ ପରିବର୍ତ୍ତନ ହେଇଗଲା। ତାଙ୍କ ନାମ ପରିବର୍ତ୍ତେ ଯାକୁବ ଇସ୍ରାଏଲ ନାମରେ ପଡିଥିଲା। ଯାକୁବ ଯେତେ ଏସୋର ପ୍ରତାରଣା କରି ପିତାଙ୍କ ଆଶୀର୍ବାଦ ହରଣ କରିଥିଲେ ବୋଲି ଏସୋ ତାର ଉପରେ ଭୀଷଣ ରାଗି ଯାଇଥିଲେ। ଏସୋ ହାତରୁ ବଞ୍ଚିବା ନିମନ୍ତେ ଜୀବିକା ଯାକୁବକୁ ଦୁର୍ଦିନ ଆରାମକୁ ପଠାଇଦେଲେ। ସେଠାରେ ଯାକୁବର 20 ବର୍ଷ ବିତିଗଲା। ଇତିମଧ୍ୟରେ ତାର ଗୋଟେ ବଡ ପରିବାର ଏବଂ ଅନେକ ପଶୁପଳ ହୋଇ ଯାଇଛି। ଈଶ୍ୱର ତାଙ୍କୁ କହିଲେ, ତୁମେ ତୁମର ପୈତୃକ ଦେଶକୁ ଫେରିଯାଅ। ଈଶ୍ୱରଙ୍କ କଥାନୁସାରେ ହିଁ ଯାକୁବ ସ୍ୱଦେଶକୁ ପ୍ରସ୍ଥାନ କଲେ। କିନ୍ତୁ ଏଥିରେ ମହା ସମସ୍ୟା ଯେ ଯାକୁବଙ୍କୁ ଜଣା ନାହିଁ ଯେ ସେ ଏ ପର୍ଯ୍ୟନ୍ତ ଏସୋର ରାଗ ଅଛି କି ନାହିଁ। ତେଣୁ ସେ ପ୍ରଥମେ ଲୋକ ପଠାଇ ଏସୋକୁ ଖବର ଦେଲେ ଯେ ସେ ଦେଶକୁ ଫେରି ଆସୁଛନ୍ତି। ସେତେବେଳେ ସମ୍ବାଦ ବାହୁ ମାନେ ଆସି ଖବର ଦେଲେ ଯେ ଏସୋ 400 ଲୋକ ସଙ୍ଗରେ ନେଇ ତାଙ୍କ ସଙ୍ଗେ ଭେଟିବାକୁ ଆସୁଛି। ଆଦି 32:6। ଏସୋ କୌଣସି ଭୁଲ ସମ୍ବାଦ ତାହାର ସଙ୍ଗେ ଭେଟିବାକୁ ଭୁଲ ସମ୍ବାଦ ପଠାଇଲେ ନାହିଁ, ଉପରନ୍ତୁ 400 ଲୋକ ନେଇ ଯାକୁବ ସଙ୍ଗରେ ଭେଟିବାର ଅର୍ଥ ହେଲା ତାର ଉପରେ ଆକ୍ରମଣ କରିବା। କାରଣ ଏସୋ ପୂର୍ବରୁ ସବୁ ଘଟଣା ମନେ ରଖିଥିଲେ। ତେବେ ଯାକୁବର ଉଭୟ ସମସ୍ୟା, ଫେରି ଯାଇ ପାରୁନାହାନ୍ତି କାରଣ ପଛଆଡୁ ଲାଭନ ଅଛନ୍ତି, ଆଉ ଆଗକୁ ଯାଇପାରୁନାହାନ୍ତି କାରଣ ସାମ୍ନାରେ ଏସୋ ଅଛନ୍ତି। ତେବେ ସେ ରାତ୍ରି ସାରା ଈଶ୍ୱରଙ୍କ ସହିତ ପ୍ରାର୍ଥନାରେ ମଲ୍ଲଯୁଦ୍ଧ ତଳାଇଲେ। ଆଉ ତାଙ୍କର ଜୀବନ ମରଣର ସମସ୍ୟା, ସେ ଗଭୀର ଅବିଶ୍ୱାସ ସହ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ ଏବଂ ଅବଶେଷରେ ସେ ଜୟ କଲେ। ଈଶ୍ୱର ତାଙ୍କୁ ଆଶ୍ୱାସ ଦେଲେ ଯେ ସେ ଏସୋର ମନର ଗତି ପରିବର୍ତ୍ତନ କରିବେ, ଯେପରି ସେ ତାଙ୍କର କ୍ଷତି ନ କରେ। ଏହି ଭାବରେ ଯାକୁବ ଇସ୍ରାଏଲ ନାମ ପାଇଲେ। ଏହିପରି ଭାବେ ତାଙ୍କର ପ୍ରାର୍ଥନା, ତାଙ୍କର ଶକ୍ତି ଈଶ୍ୱରଙ୍କ ସହିତ ଥିବାରୁ ତାଙ୍କ ସହିତ ମାନ ପରିବର୍ତ୍ତନ ହେଇଗଲା ଯେ ଯାକୁବ ଇସ୍ରାଏଲ ନାମରେ ସେ ଚେଞ୍ଜ ହେଇଗଲା। ଆଉ ତମେ ମାନେ ଆମକୁ ଅନ୍ୱେଷଣ କରିବ ଓ ସର୍ବାନ୍ତକ ସହିତ ଆମକୁ ଲୋଡ଼ିଲେ ଆମର ଉଦ୍ଦେଶ୍ୟ ପାଇବ। ଜିରିମିୟ
29 ପର୍ବର 14 ପଦ। ଏପରି କିଛି ବିଷୟ ଦେଖିବା ଆମମାନଙ୍କର ବିଜୟ ପ୍ରାର୍ଥନା ସମ୍ପର୍କରେ, ବିଜୟ ପାଇବା ବିଷୟରେ ମାର୍କ 4 ପର୍ବର 1 ଏରା ବିଷୟରେ ଆମେ ଜାଣୁ। ଏ ତେବେ କିଏ ଯେ ପବନ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି। ଆମେ ସବୁ ସମୟ ଯୀଶୁ କରିକରେ ପ୍ରାର୍ଥନା କରିଥାଉ, କିନ୍ତୁ ତାହାଙ୍କ ସମ୍ବନ୍ଧରେ ଆମର ଧାରଣା କଣ? ପ୍ରଭୁ ଯୀଶୁଙ୍କର ଆମେ ପ୍ରାର୍ଥନା କରୁ। ପ୍ରଭୁ ଯୀଶୁ କିଏ? ତାଙ୍କର ଶକ୍ତି କଣ? କି ପ୍ରକାର ଶକ୍ତି ତାଙ୍କ ପାଖରେ ଅଛି, ସେ ଧାରଣାଟା ଆମର କଣ? ତାହା କଣ ଆମେ କେବେ ମାଗେ ଦେଖିଛୁ? ତାଙ୍କ ସମ୍ବନ୍ଧରେ ଆମର ଯେତେଟା ଧାରଣା ଯଥାର୍ଥ ଆମର ପ୍ରାର୍ଥନା ସେଥିରେ ଶକ୍ତିଯୁକ୍ତ ଓ ଫଳପ୍ରସୂ ହେବ। ଶିଷ୍ୟମାନେ ଯୀଶୁଙ୍କ ସାଙ୍ଗରେ ନୌକାରେ ଥିଲେ, ଅଥଚ ତାଙ୍କ ସମ୍ବନ୍ଧରେ ସେ ସମୟରେ ସେମାନଙ୍କ ଧାରଣା ଅପରିଣତ ଥିଲା। ଯଦିଓ ସେମାନେ ତାଙ୍କୁ ମହତ୍ ବ୍ୟକ୍ତି ବୋଲି ଜାଣୁଥିଲେ ଏବଂ ଗୁରୁ ବୋଲି ମାନି ନେଇଥିଲେ, ତଥାପି ସେ ଯେ ସର୍ବଶକ୍ତିମାନ ଈଶ୍ୱରଙ୍କର ପୁତ୍ର ଏବଂ ପୃଥିବୀ ସୌରଜଗତର ଉପରେ କର୍ତ୍ତୃତ୍ୱ ସମ୍ପନ୍ନ ବ୍ୟକ୍ତି ତାହା ସେମାନେ ବୁଝିପାରି ନଥିଲେ। କିନ୍ତୁ ଯେବେ ସେମାନଙ୍କ ସାମ୍ନାରେ ପବନକୁ ଧମକ ଦେଲେ, ସମୁଦ୍ରକୁ କହିଲେ ନୀରବ ହୁଅ, ଚୁପ୍ କର, ସେଥିରେ ପବନ ବନ୍ଦ ହେଲା ଓ ସବୁ ଧୀର ସ୍ଥିର ହେଲା। ତେବେ ସେମାନଙ୍କର ଆଖିର ପର୍ଦ୍ଦା ଖୋଲିଗଲା। ସେମାନେ ଗୋଟିଏ ନୂଆ ଜିନିଷ ଦେଖିବାକୁ ପାଇଲେ। ସେମାନେ ଦେଖିଲେ ଯେ ସେ ହଉଛି ସର୍ବଶକ୍ତିମାନ ଈଶ୍ୱରଙ୍କର ପୁତ୍ର। ପ୍ରଭୁ ଯୀଶୁଙ୍କୁ ଆପଣ ଏଇ ଭାବରେ ଦେଖିପାରିଛନ୍ତି ଯେ ସେ ଆମମାନଙ୍କ ସମସ୍ତ ପ୍ରାର୍ଥନା ଉତ୍ତର ଦେବାକୁ ସକ୍ଷମ। ଆମେ ଦେଖିପାରୁଛୁ କି? ପ୍ରଭୁ ଯୀଶୁ ଆଜି କାଲି ଯେ ଚିରକାଳ ସମାନ ଅଟନ୍ତି। ଆମେ ଦେଖିପାରୁଛୁ ସେ ସର୍ବଶକ୍ତିମାନ ଈଶ୍ୱରଙ୍କର ପୁତ୍ର। ପ୍ରଭୁ ଯୀଶୁ କି ଆପଣ ଏଇଭାବେ ଦେଖିପାରୁଛୁ ଯେ ସେ ଆମମାନଙ୍କ ସମସ୍ତ ପ୍ରାର୍ଥନା ଉତ୍ତର ଦେବାକୁ ସକ୍ଷମ। ଆପଣ କଣ ତାଙ୍କ ଉପରେ ନିର୍ଭର କରିପାରନ୍ତି ଯେ ସେ ଆପଣଙ୍କୁ ଶେଷ ପର୍ଯ୍ୟନ୍ତ ରକ୍ଷା କରିବେ? ତେବେ ଆପଣଙ୍କ ପ୍ରାର୍ଥନା ସେହିପରି ଶକ୍ତିଯୁକ୍ତ ହେବ। ଆମର ସମସ୍ତ ପ୍ରାର୍ଥନା ପ୍ରଭୁ ସେ ଦେଇ ଯାଉଛନ୍ତି। ତେଣୁ ତାହାଙ୍କ ପ୍ରତି ଆମମାନଙ୍କ ଧାରଣା ଯେତେ ଉଚ୍ଚ ହେବ, ଆମମାନଙ୍କ ପ୍ରାର୍ଥନା ସେତେ ବିଶ୍ୱାସ ଯୁକ୍ତ ହେବ। ଆମେ ଯେତେ ତାଙ୍କ ସହିତ ଗମନ କରିବା, ସେତେ ତାଙ୍କ ମହିମା ଦେଖିବାକୁ ପାଇବା। ଶିଷ୍ୟମାନେ ଯୀଶୁଙ୍କ ସଙ୍ଗେ ସଙ୍ଗେ ଥିବାରୁ ଯେଉଁ ସବୁ ମହିମାର କାର୍ଯ୍ୟ ଦେଖିଥିଲେ, ସେଥିରେ ସେମାନଙ୍କ ବିଶ୍ୱାସ ଦୃଢ ହୋଇଥିଲା। ପରବର୍ତ୍ତୀ ଜୀବନରେ ସେମାନେ ତାହାଙ୍କ ପକ୍ଷରେ ଦୃଢ ସାକ୍ଷ୍ୟ ଦେଇ କରିପାରିଥିଲେ। ଅତଏବ ତାହାଙ୍କ ଦ୍ୱାରା ଯେଉଁମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତି, ସେମାନଙ୍କୁ ସେ ସମ୍ପୂର୍ଣ୍ଣ ପରିତ୍ରାଣ ସକ୍ଷମ ଅଟନ୍ତି। ଯେଣୁ ସେମାନଙ୍କ ନିମନ୍ତେ ନିବେଦନ କରିବା ପାଇଁ ସେ ନିତ୍ୟ ଜୀବିତ। ଏବ୍ରୀ 7 ପର୍ବର 25 ପଦ। ଆଉ କିଛି ବିଷୟ ଦେଖିବା। ଯୀଶୁ ଈଶ୍ୱରଙ୍କ ପୁତ୍ର ଏହା ଯେ ବିଶ୍ୱାସ କରେ, ତା ଛଡା ଆଉ କିଏ ଜଗତକୁ ଜୟ କରେ? ଯାହା ପ୍ରଥମ ଜନ 5:5। ପ୍ରତ୍ୟେକ ଖ୍ରୀଷ୍ଟିଆନ ହିଁ ବିଶ୍ୱାସ କରନ୍ତି ଯେ ଯୀଶୁ ଈଶ୍ୱରଙ୍କ ପୁତ୍ର, ଅଥଚ ସେମାନେ ପାପର ପାଖେ ପରାଜିତ ଜୀବନ ଯାପନ କରୁଛନ୍ତି। ଆମମାନଙ୍କ ଜୀବନ ଏପରି ଈଶ୍ୱରଙ୍କ ପୁତ୍ର ବୋଲି ଆମେ ଜାଣୁଛୁ, କିନ୍ତୁ ଆମମାନଙ୍କ ଜୀବନର ପାପ ଆଗରେ ଆମେ ପରାଜିତ ହେଇଯାଉଛୁ। ତେଣୁ ଉପର ବାକ୍ୟର ଆକ୍ଷରିକ ଅର୍ଥ ନ ଧରି ଭିତରେ କିଏ ତାତ୍ପର୍ଯ୍ୟ ଅଛି ତାହା ଅନୁଧାବନ କରିବା ଦରକାର। ଯୋହନ ଏହି ସତ୍ୟକୁ ଚୁମ୍ବନ ସ୍ୱରୂପ କହିଛନ୍ତି, କିନ୍ତୁ ତାଙ୍କର ପୂର୍ବରୁ ସେ ଅନେକ ଗୁଡ଼ିଏ କଥା କହିଯାଇଛନ୍ତି। ପ୍ରଥମ ଜନ 8 ଅଧ୍ୟାୟରେ ସେ ବିଶେଷ ଭାବରେ ଭାତୃ ପ୍ରେମର କଥା କହିଛନ୍ତି। ସହବିଶ୍ୱାସଙ୍କ ପ୍ରତି ପ୍ରେମ, ଯାହାଙ୍କ ଯଥାର୍ଥ ଭାବରେ ଈଶ୍ୱରଙ୍କର ପ୍ରତି ପ୍ରେମ ଅଛି, ତାହା ପ୍ରକାଶିତ ହେବ ଭାତୃ ପ୍ରେମର ମାଧ୍ୟମରେ। ସେପରି ମଧ୍ୟ କହିଛନ୍ତି ଯେ ଈଶ୍ୱରଙ୍କୁ ପ୍ରେମ କରୁଅଛି ବୋଲି କହି ଯଦି କେହି ଆପଣ ଭାଇକୁ ଘୃଣା କରେ, ତାହେଲେ ସେ ମିଥ୍ୟାବାଦୀ। ପ୍ରଥମ ଜନ 4:20। ତାପରେ ସେ ପଞ୍ଚମ ଅଧ୍ୟାୟ ମଧ୍ୟ କହିଛନ୍ତି, ବିଜୟୀ ଜୀବନର ସୂତ୍ର ଧରେ। ଯେ କି ଜନ୍ମଦାତାକୁ ପ୍ରେମ ଈଶ୍ୱରଙ୍କୁ କରେ, ସେ ତାଙ୍କର ଜାତ ହୋଇଥିବା ଲୋକଙ୍କୁ ମଧ୍ୟ ପ୍ରେମ କରେ। ପ୍ରଥମ ପଦ 4 ପଦରେ ସେ ଆହୁରି ସ୍ପଷ୍ଟ କରିଛନ୍ତି, ଯେ କି ଈଶ୍ୱରଙ୍କ ଠାରୁ ଜାତ ସେ ଜଗତକୁ ଜୟ କରେ। ବିଜୟ ପ୍ରାର୍ଥନା ଉତ୍ସର୍ଗ କରିବାକୁ ହେଲେ ବିଜୟ ଜୀବନ ଯାପନ କରିବା ଦରକାର। ଅନ୍ୟ ବିଶ୍ୱାସୀ ମାନଙ୍କ ମଧ୍ୟ ଯେଉଁମାନଙ୍କର ଅନ୍ତରରେ ଘୃଣା ଅଛି, ସେମାନେ ବିଜୟ ପ୍ରାର୍ଥନା ଉତ୍ସର୍ଗ କରିପାରିବେ ନାହିଁ। ସେମାନଙ୍କ ଜୀବନରୁ ସେଇ ଘୃଣା ଭାବ ନ ଗଲେ ସେମାନେ ଶେଷ ଯାଏ ରକ୍ଷା ମଧ୍ୟ ପାଇପାରିବେ ନାହିଁ। କାରଣ କୌଣସି ପାପ ଓ ମନ୍ଦତା ନେଇ କେହି ସ୍ୱର୍ଗ ରାଜ୍ୟକୁ ପ୍ରବେଶ କରିପାରିବ ନାହିଁ। ଚାରିରେ କୌଣସି ହିଂସା, ବିଦ୍ୱେଷ ଓ ପ୍ରେମର ସ୍ଥାନ ନାହିଁ। ତେଣୁ ଏଇ ବିଷୟରେ ଆମମାନଙ୍କୁ ଏବେ ହିଁ
ସତର୍କ ହେବା ଦରକାର। ତେଣୁ ଆମମାନଙ୍କର ଯୁଦ୍ଧର ଅସ୍ତ୍ରଶସ୍ତ୍ର ଶାରୀରିକ ନୁହେଁ, ମାତ୍ର ଦୁର୍ଗଗଡ଼ ଭୂମିସାତ କରିବା ନିମନ୍ତେ ଈଶ୍ୱରଙ୍କ ସେଇ ସବୁ ଶକ୍ତି ଯୁକ୍ତ ଅଟେ। 2 Corinthians 10 ପର୍ବର 4 ପଦ। ପରମେଶ୍ୱରଙ୍କ ଦ୍ୱାରା ଆମେ ମାନେ ବୀରର କର୍ମ କରିବା। ବୀରର କର୍ମ କାହା ଦ୍ୱାରା କରିପାରିବା? ପରମେଶ୍ୱର ଦ୍ୱାରା। ପରମେଶ୍ୱର ଦ୍ୱାରା ଆମେ ବୀରର କର୍ମ କରିବା। ଏଇ କଥାରେ ଅତି ପରିଷ୍କାର ହୁଏ ଯଦି ଏ ଭାବରେ କୁହାଯାଏ ପରମେଶ୍ୱର ଆମମାନଙ୍କ ମଧ୍ୟରେ ଥାଇ ବୀରର କର୍ମ କରିବେ, ଆମମାନଙ୍କ ମଧ୍ୟରେ ରହି ସେ ବୀରର କର୍ମ କରିବେ। ଆମେ ନିଜର ଶକ୍ତିରେ କୌଣସି କାମ କରିବାକୁ ସମର୍ଥ ନୁହଁ, କିନ୍ତୁ ଆମେ ଯଦି ଆମଙ୍କ ପରମେଶ୍ୱର ସହିତ ଯୁକ୍ତ ରହିବା ତାହେଲେ ସେହି ଆମମାନଙ୍କ ମଧ୍ୟରେ ଥରେ ରହି କାମ କରିବେ। ତେଣୁ ଆମମାନଙ୍କୁ କେବଳ ଲକ୍ଷ୍ୟ କରିବାକୁ ହେବ ଯେ ଆମେ ତାହାଙ୍କ ସହିତ ଯୁକ୍ତ ରହିଛୁ କି ନାହିଁ। ପ୍ରଭୁ ଶ୍ରୀ ସତ୍ୟ ପ୍ରକାଶ କରି କହିଛନ୍ତି, ଶାଖା ଯେପରି ଦାଖଲ ନ ରହିଲେ ନିଜର ଫଳ ଫଳିପାରେ ନାହିଁ, ସେହିପରି ତୁମେ ମାନେ ମଧ୍ୟ ମୁଠାରେ ନ ରହିଲେ ଫଳ ଫଳିପାରେ। ଯୌନ 15 ପାପ ଏବଂ ଅବାଧ୍ୟତା ଦ୍ୱାରା ହିଁ ଆମେ କେବଳ ମାତ୍ର ପରମେଶ୍ୱର ବିଚ୍ଛିନ୍ନ ହେଉ। ଯେଶାୟା 59:2। ଏଣୁ ବିଜୟୀ ପ୍ରାର୍ଥନା ଉତ୍ତର କରିବା ପୂର୍ବରେ ପରମେଶ୍ୱର ସହିତ ଆମମାନଙ୍କ ସମ୍ପର୍କ ଠିକ କରି ନେବାକୁ ହେବ। ତେବେ ହିଁ ଆମମାନଙ୍କର ପ୍ରାର୍ଥନା କାର୍ଯ୍ୟ ସାଧନରେ ଶକ୍ତିଯୁକ୍ତ ହେବ। ଯେବେ ଆମେ ତାହାଙ୍କ ସଙ୍ଗେ ଅବସ୍ଥାନ କରିବା, ତାହାଙ୍କ ଶକ୍ତି ଆମମାନଙ୍କ ମଧ୍ୟ ଦେଇ ତେବେ ହିଁ ପ୍ରବାହିତ ହୋଇପାରିବା। ପରମେଶ୍ୱର ମୂଷାଙ୍କ ଦ୍ୱାରା ଏହି ଫାରୋ ସୈନ୍ୟ ସାମନ୍ତ ବିନାଶ ସାଧନ କରିଥିଲେ। ଯାତ୍ରା 14:4। ସୋଲୋମନ ରାଜା ଏହି ମହାସତ୍ୟ ପ୍ରକାଶ କରି କହିଥିଲେ, ଯୁଦ୍ଧ ଦିନ ପାଇଁ ଅଶ୍ବ ସୁସଜ୍ଜିତ ହୁଏ, ମାତ୍ର ଜୟ ସଦାପ୍ରଭୁ ଠାରୁ ହୁଏ। ହିତୋପଦେଶ 21:31। ପ୍ରାର୍ଥନା ପର୍ଯ୍ୟନ୍ତ ଅଶ୍ବ ସୁସଜ୍ଜିତ କରିବା ପରେ କିନ୍ତୁ ବିଜୟ ସଦାପ୍ରଭୁଠାରେ ହେବ। ତାଙ୍କ ଶକ୍ତି ବିନା ଆମେ କିଛି କରିପାରିବା ନାହିଁ। ତେଣୁ ଆମମାନଙ୍କର ସର୍ବଦା ହିଁ ଲକ୍ଷ୍ୟ ରଖିବାକୁ ହେବ ଯେ ଆମେ ତାହାଙ୍କ ସହିତ ସର୍ବଦା ଯୁକ୍ତ ଅଛୁ କି ନାହିଁ। କୌଣସି ପ୍ରକାର ଜାଣିତ ପାପ ଆମମାନଙ୍କ ଜୀବନରେ ଥିଲେ ଆମେ ତାହାଙ୍କ ସହିତ ମୁକ୍ତିହୀନ ପାରେ। ସର୍ବପ୍ରକାର ପାପରୁ ମାନଙ୍କ ପୃଥକ ରହିବାକୁ। ତୁମାନେ ଯେବେ ମୋର ଆଜ୍ଞା ପାଳନ କର ତାହେଲେ ମୋର ପ୍ରେମରେ ସ୍ଥିର ହୋଇ ରହିବ। ଯୋହନ 15:10। ଏପରି ସମସ୍ତ ବିଷୟ ବିଜୟର ବିଷୟ ଆମେ ପ୍ରକାଶ ବିଜୟ ଯୀଶୁଙ୍କର ବିଜୟ ସାଧନ କରିପାରୁ ଯୀଶୁଙ୍କ ସହିତ ରହିବା ଦ୍ୱାରା। ଆଉ ଗୋଟେ ବିଷୟ ପ୍ରକାଶ କରି ଶେଷ କରିବେ। ଗୋଟେ ଦିଟା ବିଷୟ ଅନେକ ଦ୍ୱାରା ହେଉ କି ଅଳ୍ପ ଦ୍ୱାରା ହେଉ ଉଦ୍ଧାର କରିବାରେ ସଦାପ୍ରଭୁଙ୍କର କୌଣସି ପ୍ରତିବନ୍ଧକ ନାହିଁ। ପ୍ରଥମ ସାମୁଏଲ 14:6। ଶୈତାନର ଯଦି ବି ଅନେକ କ୍ଷମତା ଅଛି ତଥାପି ଈଶ୍ୱର ହିଁ ସର୍ବଶକ୍ତିମାନ। ବାଇବେଲରେ ଶୈତାନକୁ ସର୍ବଶକ୍ତିମାନ ଉପରେ ଘୋଷଣା କରାଯାଏ ନାହିଁ, କିନ୍ତୁ ଈଶ୍ୱରଙ୍କୁ ସର୍ବଶକ୍ତିମାନ ବୋଲି କୁହାଯାଇଛି। ପ୍ରକାଶିତ 1:8। ତେଣୁ ଶୈତାନ ଦ୍ୱାରା ଆନିତ ଯେତେ ବାଧା ଓ ପ୍ରତିବନ୍ଧକତା ଅଛି ତାହାକୁ ମୁକ୍ତ କରିବାକୁ କ୍ଷମତା ଈଶ୍ୱରଙ୍କର ଅଛି। ଯେବେ ଶୈତାନ କୌଣସି ପ୍ରଭୁଙ୍କ ନାମରେ ବାଧା ପ୍ରଦାନ କରେ ତେବେ ସେ ପ୍ରଥମେ ହିଁ ଆମମାନଙ୍କୁ ମନେ ରଖିବାକୁ ହେବ ଯିଏ ଶୈତାନକୁ ଜୟୀ କରିପାରନ୍ତି ସିଏ ହିଁ ଆମମାନଙ୍କ ପକ୍ଷରେ ଅଛନ୍ତି। ନାହମ 1:2 ପଦରେ ସଦାପ୍ରଭୁ ସ୍ୱରକ୍ଷଣ ଉଦ୍యోଗୀ ସଦାପ୍ରଭୁ ପରମେଶ୍ୱର ପ୍ରତିଫଳ ଦାତା ଅଟନ୍ତି। ଯେଶାୟା 42:8 ପଦରେ ସେ କହିଛନ୍ତି, ଆମ୍ଭେ ଆପଣା ଗୌରବ ଅନ୍ୟକୁ ଦେବ ନାହିଁ। ତେଣୁ ଆମେ ଯେବେ ତାହାଙ୍କ ଗୌରବର ପକ୍ଷରେ ପ୍ରାର୍ଥନା କରୁ ତେବେ କୌଣସି ପ୍ରତିବନ୍ଧକତା ସେ ବଡ ହେବାକୁ ଦେବେ ନାହିଁ। ଶୈତାନ ଯେତେ ଶକ୍ତିଶାଳୀ ହେଉ ପରମେଶ୍ୱରଙ୍କ ପାଖରେ ସେ ଅତି କ୍ଷୁଦ୍ର ଓ ପରାଜିତ। ତେଣୁ ବିଜୟ ଆମର ଅନିବାର୍ଯ୍ୟ। ଗିଦିଓନ ମାତ୍ର 300 ସୈନ୍ୟ ଦ୍ୱାରା ମିଦିଓନର ଅଗଣିତ ସୈନ୍ୟକୁ ପରାଜିତ କରିଥିଲେ। ବିଚାରକର୍ତ୍ତା 2:1 ଜିଓସୁଆ ଅଳ୍ପ ସଂଖ୍ୟକ ସୈନ୍ୟ ଦ୍ୱାରା ଜିରିଓ ନଗରକୁ ପତନ ଘଟାଇଥିଲେ। ଜିଓସୁଆ 6:1-20। ଆମମାନଙ୍କ ହସ୍ତର ସୁଯୋଗ ସବୁ ଯଦି ଆମେ ଯଥାର୍ଥ ଭାବରେ ଈଶ୍ୱରଙ୍କ କାମରେ ବ୍ୟବହାର କରିବା ତାହେଲେ ଆମେ ତାହାଙ୍କ ପକ୍ଷରେ ଅନେକ କାର୍ଯ୍ୟ କରିପାରିବା। ଅନେକ ସମୟରେ ଆମେ ଶୈତାନକୁ ଅଯଥା ଭୟ କରୁ। ପ୍ରଭୁଙ୍କ ଉପରେ ନିର୍ଭର କରି ତାହାଙ୍କ କାମରେ ଆମମାନଙ୍କୁ ଅଗ୍ରସର ହେବା ଉଚିତ। ଈଶ୍ୱରଙ୍କ ବାକ୍ୟରେ ଲେଖା ଅଛି, ତୁମମାନେ ଶୈତାନକୁ ପ୍ରତିରୋଧ କର, ସେଥିରେ ସେ ପଳାଇବ। ଆମେ ତାହାର ପ୍ରତିରୋଧ ନ କରି ଆତ୍ମସମର୍ପଣ କରିଥାଉ। ତାକୁ ପ୍ରତିରୋଧ କଣ କରିବା? ଆତ୍ମସମର୍ପଣ କରିଥାଉ ଗୋଟେ ସମୟରେ, ଯେଉଁଥିପାଇଁ ଆମର ଜୀବନ ଦୁର୍ବଳ ହୋଇଯାଏ। ତାକୁ ପରାଜିତ ଶତ୍ରୁ ଜ୍ଞାନ କରି ଆମମାନଙ୍କୁ ତାର ଶକ୍ତିକୁ ପ୍ରତିରୋଧ କରିବାକୁ ହେବ, ତେବେ ଆମେ ବିଜୟ ପାଇବା। ଯୀଶୁ ସେମାନଙ୍କୁ ଏକ ଦୃଷ୍ଟିରେ ଚାହିଁ କହିଲେ, ଏହା ମନୁଷ୍ୟର ଅସାଧ୍ୟ
କିନ୍ତୁ ଈଶ୍ୱରଙ୍କର ସମସ୍ତ ସାଧ୍ୟ। ମାଥ୍ୟୁ 19 ପର୍ବର 26 ପଦ। କାରଣ ଆମେ ଆପଣ ବାକ୍ୟ ସଫଳ କରିବା ପାଇଁ ଜାଗ୍ରତ ଅଛୁ। ଜିରିମିୟ 1 ପର୍ବର 12 ପଦ। ଈଶ୍ୱର ଯେବେ ଜିରିମିୟକୁ ଜାତିଗଣର ପାଖେ ଭାବବାଣୀ କହିବା ପାଇଁ ଭାବବାଦୀ ପଦରେ ନିଯୁକ୍ତ କଲେ, ତେବେ ସେ ବାଳକ ମାତ୍ର। ଜିରିମିୟ 1:4-6। ଜଗତର କିଛି ଜ୍ଞାନ ବୁଦ୍ଧି ତାଙ୍କ ନଥିଲା ଏବଂ ସେଇ କାମର ଦାୟିତ୍ୱ ଯେ କେତେଟା ତାହା ମଧ୍ୟ ବୁଝିବା ପରି ବୟସ ମଧ୍ୟ ତାଙ୍କ ନଥିଲା। ଅଥଚ ଈଶ୍ୱର ତାଙ୍କ ଦ୍ୱାରା ସେଇ ମହତ୍ କାମ ସମ୍ପନ୍ନ କରିଥିଲେ। ଈଶ୍ୱରଙ୍କ ବାକ୍ୟ ଘୋଷଣା କରିବା ପାଇଁ ତାଙ୍କୁ ବହୁ ଯାତନା କଷ୍ଟ ମଧ୍ୟ ଦେଇ ଗମନ କରିବାକୁ ପଡିଥିଲା। ତଥାପି ଈଶ୍ୱର ତାଙ୍କ ଶେଷ ଯାଏ ରକ୍ଷା ବ୍ୟବହାର କରିଥିଲେ। ଈଶ୍ୱର ଯେ ବାକ୍ୟ କହନ୍ତି ତାହା ବ୍ୟର୍ଥ କରିବା ପାଇଁ ଶୈତାନ ପ୍ରାଣପଣ ଚେଷ୍ଟା କଲା। ଈଶ୍ୱର ଭାବବାଦୀ ମାନଙ୍କୁ ଭଣ୍ଡ ଭାବବାଦୀ ବୋଲି ପ୍ରମାଣ କରିବା ପାଇଁ, ସେ ଈଶ୍ୱରଙ୍କ ବାକ୍ୟକୁ ସଫଳ ହେବାକୁ ନ ଦେବା ପାଇଁ ନାନା ପ୍ରକାର କୌଶଳ ଅବଲମ୍ବନ କରିଥିଲେ। ଅନେକ ସମୟ ଭ୍ରାନ୍ତ ଚିତ୍ତ ଲୋକମାନଙ୍କୁ ଉତ୍ତେଜିତ କରି ଭାବବାଦୀଙ୍କ ପ୍ରତି ତାଡ଼ନା ଆଣନା କରିଥିଲା, କିନ୍ତୁ ଶେଷ ପର୍ଯ୍ୟନ୍ତ ଈଶ୍ୱରଙ୍କ ବାକ୍ୟ ସେ ବ୍ୟର୍ଥ କରିବାକୁ ସମର୍ଥ ହେଲା ନାହିଁ। କାରଣ ଈଶ୍ୱର କହନ୍ତି, ଆମ୍ଭେ ଆପଣା ବାକ୍ୟ ସଫଳ କରିବା ପାଇଁ ଜାଗ୍ରତ ଅଛୁ। ଜିରିମିୟ 1:12। ତେଣୁ ତାହାଙ୍କ ବାକ୍ୟ ସଫଳ କରିବା ପାଇଁ ଆମମାନଙ୍କୁ ବିଶେଷ ଭାବରେ ପ୍ରାର୍ଥନା କରିବା ଦରକାର। ପ୍ରାର୍ଥନା ମାଧ୍ୟମରେ ଶୈତାନର ଶକ୍ତି ସବୁ ଚୁରମାର ହୁଏ ଏବଂ ତାହାଙ୍କ ବାକ୍ୟ ସଫଳ ହେବାରେ ପଥ ସୁଗମ ହୁଏ। ଈଶ୍ୱରଙ୍କର କୌଣସି ବାକ୍ୟ ହିଁ ବିଫଳ ହେବ ନାହିଁ। ତେବେ ଅନେକ ସମୟରେ ବିଳମ୍ବ ହୋଇପାରେ, ଅନେକ ବିଷୟ ବିଳମ୍ବ ହୋଇପାରେ, କାରଣ ଶୈତାନ ପ୍ରତିରୋଧ ଯୁଦ୍ଧ ସଜ୍ଜାକୁ ଭେଦ କରିବାକୁ ବାକ୍ୟ ସବୁକୁ ସଫଳ ହେବାକୁ ହୁଏ। ଜିରିମିୟଙ୍କ ଠାରେ ଈଶ୍ୱର ଯେ ପ୍ରତିଜ୍ଞା କରିଥିଲେ ତାହା ଅକ୍ଷରେ ଅକ୍ଷରେ ସଫଳ ହୋଇଥିଲା। ତାଙ୍କର ଗୋଟିଏ କଥା ଈଶ୍ୱର ତଳେ ପଡ଼ିବାକୁ ଦେଲେ ନାହିଁ। ପ୍ରତ୍ୟେକ କଥା ସଫଳ ହୋଇଥିଲା। ଯେଉଁମାନେ ତାଙ୍କ ବିରୁଦ୍ଧରେ ଉଠିଥିଲେ ସେମାନେ ଭଣ୍ଡ ବୋଲି ପ୍ରମାଣିତ ହେଲେ ଏବଂ ବିନଷ୍ଟ ହୋଇଥିଲେ। ଆମ୍ଭ ମୁଖର ନିର୍ଗତ ବାକ୍ୟ ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ। ମାତ୍ର ଆମ୍ଭେ ଯାହା ଇଚ୍ଛା କରୁ ତାହା ସିଦ୍ଧ କରିବା। ଯିଶାୟ 55:11 ପଦ। ପ୍ରଭୁ ଏପରି ଭାବେ ତାଙ୍କର ବିଜୟ ସାଧନ ସେ କରିଥାନ୍ତି ତାଙ୍କ ଲୋକମାନଙ୍କ ଦେଇ। କାରଣ ସଦାପ୍ରଭୁ ତୁମ ପରମେଶ୍ୱର, ସେ ଆପେ ତୁମ ସଙ୍ଗେ ଗମନ କରୁଅଛନ୍ତି। ସେ ତୁମ ଉପରେ ନିରସ୍ତ ହେବେ ନାହିଁ, କିଏ ବା ସେ ତୁମକୁ ତ୍ୟାଗ କରିବେ ନାହିଁ। ଦ୍ୱିତୀୟ 31:6 ଅଛି। ଯାହା ଅନେକ ସମୟ ପରମେଶ୍ୱର ଆମମାନଙ୍କ ଉପରେ ଯେ ଦାୟିତ୍ୱ ଭାର ଦିଅନ୍ତି ତାହା ମନେ ହୁଏ ଯେପରି ଆମମାନଙ୍କ ଶକ୍ତି ସାମର୍ଥ୍ୟ ଅନେକ ବେଶୀ। ଆମେ ଅନେକ ସମୟ କାମରେ ହସ୍ତକ୍ଷେପ କରିବାର ଆଗରେ ହିଁ ଭୟ ପାଉ ଏବଂ ନାନା ପ୍ରକାର ପରୀକ୍ଷାର ସମ୍ମୁଖୀନ ହେଉ। ସେହି ପ୍ରକାର ଗୋଟେ ଅସମ୍ଭବ କାମର ଦାୟିତ୍ୱ ଜିହୋଶୁଆଙ୍କୁ ଦିଆ ହୋଇଥିଲା। ମୂଷାଙ୍କ ଅସାକ୍ଷାତରେ ସେ 40 ବର୍ଷ ବିତାଇଥିଲେ। ଏବେ ଯର୍ଦ୍ଦନର ପ୍ରାନ୍ତରେ ଆସି ପରମେଶ୍ୱର ମୂଷାଙ୍କୁ ଉଠାଇ ନେବାକୁ ଚାହିଁଲେ ଏବଂ କନାନ ଦେଶରେ 7ଟା ବଡ ବଡ ଜାତିକୁ ହଟାଇ ଇସ୍ରାଏଲ ମାନଙ୍କୁ ସେହି ଦେଶରେ ବସବାସ କରିବାର ଦାୟିତ୍ୱ ଈଶ୍ୱର ତାଙ୍କ ଉପରେ ଦେଲେ। ଜିହୋଶୁଆ ଜଣେ ବଡ ଯୋଦ୍ଧା ହେଲେ ମଧ୍ୟ ଦୁର୍ବଳ ସାହସୀ ବଚସାକାରୀ ଇସ୍ରାଏଲ ମାନଙ୍କୁ ନେଇ ରଣସେବାର ସୁସଜ୍ଜିତ ବଳବାନ 7ଟା ଜାତିକୁ ହଟାଇ ଦେବା ସହଜ କାମ ନଥିଲା। ଅଥଚ ଈଶ୍ୱର ସେ ଦାୟିତ୍ୱ ହିଁ ତାଙ୍କ ଉପରେ ଦେଲେ। କିନ୍ତୁ ମୂଷା ଜିହୋଶୁଆଙ୍କୁ କଣ କହିଲେ? ଭୟ କର ନାହିଁ, କିଏ ବା ସେମାନଙ୍କ ସହିତ ତ୍ରାସଯୁକ୍ତ ହୁଅ ନାହିଁ, କାରଣ ସଦାପ୍ରଭୁ ତୁମ ପରମେଶ୍ୱର, ସେ ଆପେ ତୁମ ସଙ୍ଗେ ଗମନ କରୁଅଛନ୍ତି। ଦ୍ୱିତୀୟ 1:6 ଅନୁସାରେ ଆମେ ଅନେକ ସମୟ ଭୁଲି ଯାଉ ଯେ ଈଶ୍ୱର ଆମମାନଙ୍କ ଦାୟିତ୍ୱ ଦେଇ ଚାଲି ଯାଆନ୍ତି ନାହିଁ, କିନ୍ତୁ ସେ ଆମମାନଙ୍କ ସଙ୍ଗେ ସଙ୍ଗେ ଥାଇ ସେଇ ଦାୟିତ୍ୱ ପାଳନ କରିବାକୁ ସାହାଯ୍ୟ କରନ୍ତି। ତେଣୁ ଆମମାନଙ୍କ ଶକ୍ତି ଦ୍ୱାରା ଯାହା ସମ୍ଭବ ହୁଏ ନାହିଁ ତାହାଙ୍କ ସାହାଯ୍ୟରେ ତାହା ସମ୍ଭବ ହୁଏ। ଯାହା ଯୋହନ 15:7 ପଦରେ ପ୍ରଭୁ କହିଛି, ଯଦି ତୁମେ ମୋ ଠାରେ ରୁହ ଆଉ ମୋହର ବାକ୍ୟ ତୁମ ଠାରେ ରୁହେ, ତାହେଲେ ଯେକୌଣସି ବିଷୟ ଇଚ୍ଛା କର ତାହା ମାଗ ଆଉ ତୁମମାନଙ୍କୁ ତାହା ସାଧିତ ହେବ। ମାତ୍ର ସଦାପ୍ରଭୁ ଭୟାନକ ବିଜୟ କରି ମୋ ସାଙ୍ଗରେ ଅଛନ୍ତି। ଏ ହେତୁ ମୋର ତାଡ଼ନାକାରୀ ମାନେ ଝୁଣ୍ଟି ପଡିବେ ଓ ସେମାନେ ଜୟଯୁକ୍ତ ନହେବେ। ଜିରିମିୟ 20:11। ବନ୍ଧୁଗଣ, ପ୍ରଭୁ ଆମମାନଙ୍କ ନିମନ୍ତେ ବିଜୟ ସାଧନ କରିବା ପାଇଁ ପ୍ରସ୍ତୁତ କରୁଛନ୍ତି ମଧ୍ୟ।
କିନ୍ତୁ ଆମେ ଯେପରି ସବୁବେଳେ ଲାଗି ରହିପାରିବା, ତାଙ୍କୁ ମୁଖ୍ୟ ସ୍ଥାନ ଦେବା, ତାଙ୍କ ସହିତ ରହିବା। ପ୍ରଥମ ଯାହା ସେ ତାଙ୍କର ସେ ଚକ୍ଷୁ ଆଣେ ତେଣୁ